ଏହି ଭିଡ଼ିଓରେ ଆଜି ଆମେ ଅଷ୍ଟମ ଶ୍ରେଣୀ ଭୂଗୋଳ ବହିର ପ୍ରଥମ ଅଧ୍ୟାୟ ସମ୍ବଳ ବିଷୟର କ୍ୱେଶ୍ଚନ୍ ଆନ୍ସର ଗୁଡ଼ିକ ଆଲୋଚନା କରିବା। 1 ନମ୍ବରଟି ଦେଇଛି ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ। ଆଇ ବିଟି ଦେଇଛି ଭୂପୃଷ୍ଠରେ ସମ୍ବଳର ଅସମାନ ବଣ୍ଟନ ଦେଖାଯାଏ କାହିଁକି? ଆନ୍ସାର, ଭୂପୃଷ୍ଠ ଭୂମିରୂପ ଜଳବାୟୁ ତଥା ସମୁଦ୍ର ପତନର ଉଚ୍ଚତା ଭଳି ବିଭିନ୍ନ ଭୌତିକ କାରଣ ଉପରେ ନିର୍ଭର କରିଥାଏ। ସ୍ଥାନରୁ ସ୍ଥାନକୁ ଏହି କାରଣ ଗୁଡ଼ିକ ମଧ୍ୟରେ ପ୍ରଭେଦ ହିଁ ଭୂପୃଷ୍ଠରେ ସମ୍ବଳ ବଣ୍ଟନରେ ଅସମାନତା ଆଣିଦିଏ। ତାପରେ 2 ନମ୍ବର ବିଟି ଦେଇଛି କୌଣସି ପଦାର୍ଥ ସମ୍ବଳରେ କିପରି ପରିଣତ ହୁଏ? ଆନ୍ସାର, କୌଣସି ପଦାର୍ଥ ସେତେବେଳେ ସମ୍ବଳରେ ପରିଣତ ହୁଏ ଯେତେବେଳେ ଏହାର କିଛି ମୂଲ୍ୟ ଥାଏ। ପଦାର୍ଥର ବ୍ୟବହାର ବା ଉପଯୋଗିତା ହିଁ ଏହାକୁ ମୂଲ୍ୟ ଦେଇଥାଏ। ପ୍ରତ୍ୟେକ ସମ୍ବଳର କିଛି ନା କିଛି ମୂଲ୍ୟ ଥାଏ। ତାପରେ 3 ନମ୍ବର ପଏଣ୍ଟ ଦେଇଛି ମାନବ ସମ୍ବଳ କାହିଁକି ଗୁରୁତ୍ୱପୂର୍ଣ୍ଣ? ଆନ୍ସାର, ମନୁଷ୍ୟ ନିଜର ଦକ୍ଷତା ଓ କାରିଗରୀ ଜ୍ଞାନ କୌଶଳ ମଧ୍ୟରେ ଉଭୟ ପ୍ରାକୃତିକ ଓ ମାନବୀୟ ସମ୍ବଳକୁ ବିଭିନ୍ନ ଉପାୟରୁ ଉପଯୋଗୀ କରିପାରୁଛି। ତେଣୁ ବିଭିନ୍ନ ପ୍ରଗତିରେ ମାନବ ସମ୍ବଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତାପରେ 4 ନମ୍ବରଟି ଦେଇଛି ସମ୍ବଳ ସଂରକ୍ଷଣ କ'ଣ? ଆନ୍ସାର, ସମ୍ବଳର ସଯତ୍ନ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ କୁହାଯାଏ। ତାପରେ 5 ନମ୍ବର ବିଟି ଦେଇଛି ଧାରଣୀୟ ବିକାଶ କହିଲେ କ'ଣ ବୁଝାଏ? ଆନ୍ସାର, ସମ୍ବଳ ବିନିଯୋଗର ଆବଶ୍ୟକତା ତଥା ଆଗାମୀ ପିଢ଼ି ପାଇଁ ସେଗୁଡ଼ିକର ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପ୍ରକ୍ରିୟାକୁ ବୁଝାଏ। ତାପରେ 2 ନମ୍ବରଟି ଦେଇଛି ଠିକ୍ ଉତ୍ତରଟି ବାଛି ଲେଖ। 2 ନମ୍ବର ଫାର୍ଷ୍ଟ ବିଟି ଦେଇଛି ସମୁଦ୍ର ଜଳରେ ଦ୍ରବୀଭୂତ ମୂଲ୍ୟବାନ ଧାତୁ ନିମ୍ନଲିଖିତ ମଧ୍ୟରୁ କି ପ୍ରକାର ସମ୍ବଳ? ଉତ୍ତର, ପ୍ରଚ୍ଛନ୍ନ ସମ୍ବଳ। ସେକେଣ୍ଡ ବିଟି ଦେଇଛି କେଉଁଟି ଏକ ମାନବକୃତ ସମ୍ବଳ? ଉତ୍ତର, ଡାକ୍ତରୀ ଔଷଧ। 3 ନମ୍ବର ବିଟି ଦେଇଛି କେଉଁଟି ଏକ ଜୈବ ସମ୍ବଳ? ଉତ୍ତର, ଜଙ୍ଗଲ। ତାପରେ 4 ନମ୍ବର ବିଟି ଦେଇଛି କେଉଁଟି ଏକ ସ୍ଥାନୀୟ ସମ୍ବଳ ନୁହେଁ? ଉତ୍ତର, ଲୁହା। ତାପରେ 5 ନମ୍ବର ବିଟି ଦେଇଛି କେଉଁଟି ଏକ ଦ୍ରବ୍ୟକୁ ସମ୍ବଳରେ ପରିଣତ କରିବା ପାଇଁ ସହାୟକ ହୁଏ ନାହିଁ? ଉତ୍ତର, ପ୍ରତିଯୋଗିତା। ତାପରେ 3 ନମ୍ବରଟି ଦେଇଛି ପାର୍ଥକ୍ୟ ଦର୍ଶାଅ। କ ନମ୍ବରଟି ଦେଇଛି ପ୍ରଚ୍ଛନ୍ନ ଓ ବିକଶିତ ସମ୍ବଳ। ପ୍ରଚ୍ଛନ୍ନ ସମ୍ବଳରେ ଆମେ ଲେଖିବା ଯେଉଁ ସମ୍ବଳ ଗୁଡ଼ିକର ସଠିକ୍ ପରିମାଣ ଜଣା ନାହିଁ ଏବଂ ଏବେ ସୁଦ୍ଧା ବ୍ୟବହାରରେ ଲାଗିନାହିଁ ସେଗୁଡ଼ିକୁ ପ୍ରଚ୍ଛନ୍ନ ସମ୍ବଳ କୁହାଯାଏ। ଉଦାହରଣ, ଲଦାଖ ଅଞ୍ଚଳର ୟୁରାନିୟମ୍। ବିକଶିତ ସମ୍ବଳରେ ଆମେ ଲେଖିବା ଯେଉଁ ପ୍ରାକୃତିକ ସମ୍ବଳ ଗୁଡ଼ିକ ସନ୍ଧାନ କରାଯାଇ ବ୍ୟବହାର ଉପଯୋଗୀ କରାଯାଇ ପାରୁଛି ତାକୁ ବିକଶିତ ସମ୍ବଳ କୁହାଯାଏ। ତାପରେ ଖ ନମ୍ବରଟି ଦେଇଛି ସର୍ବବ୍ୟାପୀ ସମ୍ବଳ ଓ ସ୍ଥାନୀୟ ସମ୍ବଳ। ସର୍ବବ୍ୟାପୀ ସମ୍ବଳରେ ଆମେ ଲେଖିବା ଯେଉଁ ସମ୍ବଳ ଗୁଡ଼ିକ ଭୂପୃଷ୍ଠର ସବୁ ସ୍ଥାନରେ ଉପଲବ୍ଧ ହୋଇଥାଏ ତାକୁ ସର୍ବବ୍ୟାପୀ ସମ୍ବଳ କୁହାଯାଏ। ଉଦାହରଣ ସ୍ୱରୂପ ଭୂମି, ଜଳ, ମାନବ। ତାପରେ ସ୍ଥାନୀୟ ସମ୍ବଳରେ ଆମେ ଲେଖିବା ଯେଉଁ ସମ୍ବଳ ଗୁଡ଼ିକ ଭୂପୃଷ୍ଠର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ମିଳୁଥିବାରୁ ଏହାକୁ ସ୍ଥାନୀୟ ସମ୍ବଳ କୁହାଯାଏ। ଉଦାହରଣ, ଖଣିଜ ପଦାର୍ଥ, ଖଣିଜ ତୈଳ, ପ୍ରାକୃତିକ ଗ୍ୟାସ୍। ତାପରେ ଗ ନମ୍ବରଟି ଦେଇଛି ନବୀକରଣ ଯୋଗ୍ୟ ସମ୍ବଳ ଓ ନବୀକରଣ ଅଯୋଗ୍ୟ ସମ୍ବଳ। ନବୀକରଣ ଯୋଗ୍ୟ ସମ୍ବଳରେ ଲେଖିବା ଯେଉଁ ସମ୍ବଳ ଗୁଡ଼ିକ ବ୍ୟବହାର ଫଳରେ ପୁନର୍ବାର ପୂରଣ ବା ଶୀଘ୍ର ଭରଣ ହୋଇଯାଏ ତାକୁ ନବୀକରଣ ଯୋଗ୍ୟ ସମ୍ବଳ କୁହାଯାଏ। ଉଦାହରଣ, ସୌରଶକ୍ତି ଓ ପବନ ଶକ୍ତି। ତାପରେ ନବୀକରଣ ଅଯୋଗ୍ୟ ସମ୍ବଳରେ ଲେଖିବା ଯେଉଁ ସମ୍ବଳର ବ୍ୟବହାର ଫଳରେ ଏହାର ପରିମାଣ ହ୍ରାସ ପାଇଥାଏ ବା ସରିଯାଏ ବା ପୁନର୍ବାର ଭରଣ ହେବା ପାଇଁ ହଜାର ହଜାର ବର୍ଷ ଲାଗିଯାଏ ତାକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଏ। ଉଦାହରଣ, କୋଇଲା, ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍। ତେବେ ଏହା ଥିଲା ସମ୍ବଳ ବିଷୟର କ୍ୱେଶ୍ଚନ୍ ଆନ୍ସର। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।